ନମସ୍କାର ସାଙ୍ଗମାନେ। ଆଜି ଆମେ କାଜୁ ବାଦାମ ଉପକାରୀ ବିଷୟରେ କଥା ହେବା। କାଜୁ ବାଦାମ କେବଳ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ। ଗାଁ ଗହଳିରେ ଏହି କାଜୁ ବାଦାମକୁ ଲଙ୍କା ଆମ୍ବ ବୋଲି କହିଥାଉ। ପ୍ରଥମ ଯେଉଁ ଉପରଟା ହୁଏ ତାକୁ ଆମ୍ବ ଆମେ ଖାଇଥାଉ, ତଳଟା ହେଉଛି କାଜୁ ବାଦାମ। କାଜୁକୁ ଛଡ଼େଇ ଦେଲା ପରେ ସେ ବାଦାମ ବାହାରେ। କାଜୁ ଖାଇଲେ ସବୁଠୁ ବଡ଼ ଲାଭ କ'ଣ? ଏଥିରେ ପ୍ରୋଟିନ୍, ଭଲ ଫ୍ୟାଟ୍, ମ୍ୟାଗ୍ନେସିୟମ୍ ଓ ଆଇରନ୍ ଥାଏ। ଏହା ଶରୀରକୁ ବହୁତ ପ୍ରକାର ଶକ୍ତି ଦେଇଥାଏ। ତେଣୁ କାଜୁ ବାଦାମ ଆମ ଶରୀର ପାଇଁ ଇମ୍ପୋର୍ଟାଣ୍ଟ। ହୃଦୟ ପାଇଁ କିଛି ଲାଭ ଅଛି କି? ନିଶ୍ଚୟ। କାଜୁରେ ଥିବା ହେଲ୍ଦି ଫ୍ୟାଟ୍ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲ୍ କମାଇପାରେ। ତେଣୁ ଆଜିକାଲି ହୃଦରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ତ ଆପଣ ପ୍ରତିଦିନ କିଛି ନିଜର ସକ୍ଷମ ଅନୁସାରେ କାଜୁ ଖାଇବା ଆରମ୍ଭ କରନ୍ତୁ। ହାଡ଼ ପାଇଁ କିଛି ଉପକାରୀ ଅଛି କି? ନିଶ୍ଚିନ୍ତ। ଏଥିରେ କ୍ୟାଲସିୟମ୍, ଫସ୍ଫରସ୍, ମ୍ୟାଗ୍ନେସିୟମ୍ ଥାଏ, ଯାହା ହାଡ଼କୁ ମଜବୁତ କରେ। ଆମ ଶରୀରର ହାଡ଼ ବି ବହୁତ ଇମ୍ପୋର୍ଟାଣ୍ଟ। ହାଡ଼ ମଜବୁତ ରହିଲେ ଆମେ ମଜବୁତ ରହିବା। ରକ୍ତ କମ୍ ଥିଲେ ଲାଭ କରେ କି? ନିଶ୍ଚିନ୍ତ। କାଜୁରେ ଆଇରନ୍ ଥିବାରୁ ହିମୋଗ୍ଲୋବିନ୍ ବଢ଼ାଇବାରେ ସହାୟକ ହୁଏ। ଆମ ଶରୀରର ହିମୋଗ୍ଲୋବିନ୍ ହେଉଛି ବି ଇମ୍ପୋର୍ଟାଣ୍ଟ। ହିମୋଗ୍ଲୋବିନ୍ ଯାହାର ଯେତେ ବେଶୀ ଥାଏ ସେ ସେତେ ବଳଶାଳୀ ହୋଇଥାଏ। ପ୍ରତିଦିନ କେତେ ଖାଇବା ଉଚିତ? ସେମିତି କିଛି ନାହିଁ। ନିଜର ସକ୍ଷମ ଅନୁସାରେ ଦିନକୁ 4-6ଟି କାଜୁ ଖାଇଲେ ଯଥେଷ୍ଟ। ଅଧିକ ଖାଇଲେ ଓଜନ ବଢ଼ିପାରେ, ତେଣୁ କମ୍ ଖାଇବା ଉଚିତ। ତେଣୁ ଆପଣମାନଙ୍କୁ ଯେତିକି ସକ୍ଷମ ହେବ ଖାଆନ୍ତୁ। କାଜୁ ବାଦାମ ତ ଦାମ୍ ଅଧିକ, ଅଳ୍ପ ଖାଇକି ସୁସ୍ଥରେ ରୁହନ୍ତୁ ଏବଂ ଆପଣମାନେ ସୁସ୍ଥ ରହିଲେ ଇଏ ସମାଜ ସୁସ୍ଥ ରହିବ। ଜୟ ଜଗନ୍ନାଥ।